ଅତ୍ୟୁକ୍ତି ହେବନି। ମାତ୍ର 2 ବର୍ଷ ଧରି ମୁଁ ଇନ୍ଦ୍ରମଣି ଭାଇଙ୍କର ସଂସ୍ପର୍ଶରେ ଆସିଛି ଏବଂ ଶେଷ ବର୍ଷଟା ସେ କି ଆଖି ବୁଝି ଦେଇଥିଲେ, ଦେହ ତ୍ୟାଗ କରିଥିଲେ। ଏଇ ଯେଉଁ 2 ବର୍ଷ ତାଙ୍କ ଘରକୁ ମୁଁ ମଝିରେ ମଝିରେ ଆସେ, ସେତେବେଳେ ମୁଁ ଅନୁଭବ କରେ ତାଙ୍କର ସ୍ୱାମୀ ସ୍ତ୍ରୀଙ୍କର 2 ଜଣଙ୍କର ଦାମ୍ପତ୍ୟ ଜୀବନଟା ଖୁବ୍ ସୁନ୍ଦର ଥିଲା। ଭାଇ ଜଣେ ଅକର୍ମଣ୍ୟ ହେଇକି ରୋଗଗ୍ରସ୍ତ ହେଇକି ରହିଥାନ୍ତି, କିନ୍ତୁ ଠାକୁରଙ୍କ ପ୍ରତି ତାଙ୍କର ଏତେ ଯେ ନିଷ୍ଠା ଭକ୍ତି ଥାଏ, ସେ ମାଆଙ୍କୁ ବସେଇ ଉଠେଇ ଦିଅନ୍ତିନି। ସତ୍ସଙ୍ଗ ହେଉଛି ମୋତେ ତୁ ନେଇକି ଚାଲେ, ଚାଲି ପାରୁନାହାନ୍ତି, ଏଇଭଳି ଗୋଟିଏ ଲୋକକୁ ଧରିକିରି ମା ବହୁତ କଷ୍ଟରେ କିନ୍ତୁ ସତ୍ସଙ୍ଗ ନେଇକିରି ଯାଆନ୍ତି। ତେଣୁ ମାଆଙ୍କ ଭିତରେ ଯେଉଁ ପତି ପ୍ରାଣଟା ମୁଁ ଦେଖିଛି, ସେଟା ପ୍ରତିଫଳିତ ହେଇଛି ଆଜି ତାଙ୍କର ସନ୍ତାନ ପ୍ରୀତିରଞ୍ଜନ ଭିତରେ। ଯେଉଁ ପୁଅ ସୁଦୂର ଓଡ଼ିଶା ବାହାରେ ମଧ୍ୟପ୍ରଦେଶରେ ଚାକିରି କରୁଥିଲା, କିନ୍ତୁ ବାବାଙ୍କର ଡେଥ୍ ବେଳକୁ ସେ ଆସିକିରି ପହଞ୍ଚି ଯାଇଛି। ତାରି କୋଳରେ ମୁଣ୍ଡ ରଖିକିରି ବାବା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଟିଏ ବୋଲି ପୁଅ ଯାହାର କୋଳରେ ବାପା ମୁଣ୍ଡ ରଖିକିରି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୟାଠୁ ବଳିକିରି ଗର୍ବ ଗୌରବ ଆଉ ପ୍ରୀତିରଞ୍ଜନ ପାଇଁକା କିଛି ବି ମଧ୍ୟ ନଥାଏ। ଯଦି ସେ ଏତେ ଦୂରରେ ଯେଉଁ ରହିଛି, ଯଦି ତାର ଦେହାନ୍ତ ହେଇଯାଇଥାନ୍ତା, ବାପାଙ୍କର ଏଠି ଦେହାନ୍ତ ହେଇଯାଇଥାନ୍ତା, 3 ଦିନ 4 ଦିନ ପରେ ଖବର ପାଇକି ସେ ଏଠିକି ଆସିଥାନ୍ତା, ସେ ତା ନିଜକୁ କେବେ ବି କ୍ଷମା ଦେଇପାରିନଥାନ୍ତା କିମ୍ବା ନିଜକୁ କେବେ ବି ଆଶ୍ୱାସନା ଦେଇପାରିନଥାନ୍ତା। ତା ଭିତରେ ଯେଉଁ ଭ୍ୟାକ୍ୟୁମ୍ଟା ରହିଯାଇଥାନ୍ତା, ଶୂନ୍ୟତାଟା ରହିଯାଇଥାନ୍ତା, ત્યારે ବାବା ଚାଲିଗଲେ, ମୁଁ ଗୋଟେ ବୋଲି ପୁଅ ତାଙ୍କୁ ମୁଖାଗ୍ନି ଦେଇପାରିଲିନି, ତାଙ୍କ ମୁହଁରେ ଟିକେ ପାଣି ଦେଇପାରିଲିନି, ସେଇ ଅବଶୋଷଟା ତାଙ୍କ ମନ ଭିତରେ ସବୁବେଳେ କିନ୍ତୁ ରହିଯାଇଥାନ୍ତା। କିନ୍ତୁ ତାର ଯେ ବାପାଙ୍କ ପ୍ରତି ଏଇ ଭକ୍ତିଭାବଟା ରହିଛି, ସେ କାହିଁ କେତେ ଦୂରରୁ ତାଙ୍କୁ ଟାଣି ଆଣିଛି, ଆଉ ତାରି କୋଳରେ ମୁଣ୍ଡ ରଖିକିରି ବାବା ଯେ ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି। এই জিনিস সম্ভব হয়েছে কেমতি না, এই স্বামী স্ত্রীঙ্কর দাম্পত্য জীবন ভিতর দেখি শ্রী শ্রী ঠাকুর অনুকূল চন্দ্র কহিলে, যাহাঙ্কর সাংসারিক জীবন দাম্পত্য জীবন অসজড়া অবিন্যস্ত অমার্জিত, আধ্যাত্মিক জীবন হচ্ছে তার তমসাচ্ছন্ন। সে কৌশি মন্দিরকু যাবার অধিকার তার নাই। যার স্বামী স্ত্রীর দাম্পত্য জীবনটা অসজড়া, কৌশি মন্দিরকু যাবার অধিকার তা পাখে ନାହିଁ। এই গোটিଏ ଛୋଟିଆ ଘଟଣାଟିଏ କହୁଛି, ପୁରାଣ ପୃଷ୍ଠାର କଥା। ଯେତେବେଳେ ଦାସିଆ ବାଉରୀ, ଏ ଦାସିଆ ବାଉରୀ ନଡ଼ିଆଟିଏ ପଠେଇଦେଲା, କହିଲା ଯେ ଏଇଟା ନେଇଯିବ, ଯଦି ଜଗନ୍ନାଥ ହାତ ବଢେଇକି ନେବେ ତାହେଲେ ତାଙ୍କୁ ଦବ, ନହେଲେ ଫେରେଇ ଆଣିବ। କେତେ କନଫିଡେନ୍ସ, କେତେ ବିଶ୍ୱାସ ରହିଛି ଜଗନ୍ନାଥଙ୍କ ପାଖରେ। ପୂଜାରୀ ନେଇକି ଗଲେ, ଯାଇକି ଯେତେବେଳେ ଜଗନ୍ନାଥଙ୍କୁ କହିଲେ ଯେ ଏଇଟା ଦାସିଆ ପଠେଇଛି ବୋଲି, ଲମ୍ବା ବାହୁ ତାଙ୍କର ସେ ପ୍ରସାରିତ ହେଇଗଲା ଏବଂ ସେ ନଡ଼ିଆଟିକୁ ନେଇକି ସେ ଚାଲିଗଲେ। ମହାବାହୁ ପ୍ରସାରିତ ହେଲା, ସେ ନଡ଼ିଆଟାକୁ ନେଇ ଚାଲିଗଲେ। ଆଶ୍ଚର୍ଯ୍ୟ ହେଇଗଲେ ପୂଜାରୀ, ଯେ ସବୁଦିନ ସନ୍ଧ୍ୟା ସେ ଏତେ ମିଠା କଷ୍ଟଲି ଜିନିଷ ଆଣିକି ମୁଁ ଏଠି ଭୋଗ କରୁଛି, କିନ୍ତୁ କାହିଁ ତ ଜଗନ୍ନାଥ ଦିନେ ହାତ ବଢେଇକି ନଉନାହାନ୍ତି। ଏ ବାଉରୀ ପିଲାଟା ପଠେଇଥିଲା ନଡ଼ିଆ, ମୁଁ ଦେଇଦେଲି, ତାକୁ ଦେଖିଲାକୁ ମହାବାହୁ ହାତ ବଢେଇକି ପ୍ରସାରିତ କରିକି ନେଇଗଲେ। ଆଶ୍ଚର୍ଯ୍ୟ ହେଇକି ଆସିକି ଯେତେବେଳେ ପଚାରୁଛନ୍ତି, ଯେ ଦାସିଆ ବାଉରୀକୁ ପଚାରୁଛନ୍ତି, ୟାରେ ତୁ କି ମନ୍ତ୍ର ଜାଣିଛୁ ଯେ ତୁ ପଠେଇଥିବା ନଡ଼ିଆଟାକୁ ଜଗନ୍ନାଥ ସ୍ୱୟଂ ନେଇଗଲେ? ସେ କହିଲେ, ମୁଁ ମନ୍ତ୍ର ଫନ୍ତ୍ର ଏସବୁ ପାଠଶାଠ କିଛି ଜାଣିନି। ନା ତ ପରିବାରଟା କେମିତି? ନା ପରିବାରଟା ହଉଛି କଣ, ଆମ ସ୍ୱାମୀ ସ୍ତ୍ରୀଙ୍କର ଗୋଟିଏ ମନ, ଏକାତ୍ମା ଆମ 2 ଜଣଙ୍କର, 2ଟା ଶରୀର କିନ୍ତୁ ଗୋଟାଏ ଆତ୍ମା, ଗୋଟିଏ ମନ ଆମ ମାନଙ୍କର, ଆମ 2 ଜଣଙ୍କର। ନା କେମିତି? ନା ଆପଣ ପରୀକ୍ଷା କରନ୍ତୁ, ଯାଆନ୍ତୁ ମୋ ସ୍ତ୍ରୀକି କହିବେ ଯେ ଦାସିଆ କହିଛି ଯେ ଯୋଉ ଠେକିଟାରେ ଘିଅ ଅଛି ସେଟାକୁ ଆଣିକି ବାହାରେ ଫୋପାଡ଼ି ଦେବା ପାଇଁକା। ମୋ ସ୍ତ୍ରୀ ପ୍ରଶ୍ନହୀନ ଭାବରେ ଆଣିକିରି କୌଣସି ନ ପଚାରିକି ଆଣିକି ବାହାରେ ଫୋପାଡ଼ି ଦେବ ନିଶ୍ଚିତ ଭାବରେ। ପୌରୋହିତ ଗଲେ, ନନା ଯାଇକି ପହଞ୍ଚିଲେ, ତାଙ୍କ ସ୍ତ୍ରୀକି ଡାକିଲେ, କହିଲେ ଦାସିଆ କହିଛି କଣ ଠେକି ଉପରେ କୋଉଠି ଘିଅଟା ଅଛି, ତାକୁ ନେଇକି ବାହାରେ ଫୋପାଡ଼ି ଦେଲ ଟିକେ। ସେ ଗଲେ, ସାଙ୍ଗେ ସାଙ୍ଗେ ସେ ଘିଅଟାକୁ ନେଲେ, ନେଇକି ବାହାରେ ଫୋପାଡ଼ି ଦେଲେ। ଇଏ ଯେ ଗୋସାଇଁ ଯିଏ, ସେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଆରେ ଗୋଟେ ବାଉରୀ ଘର, ତା ସ୍ୱାମୀଟାକୁ ସେ ଏତେ ଦୂର ମାନୁଛି, ସମ୍ମାନ ଦଉଛି ଯେ ସେ କହିଥିବା କଥାଟାକୁ ବିନା ଦ୍ୱନ୍ଦ୍ୱରେ ତାକୁ ପାଳନ କରୁଛି। ମୁଁ ଦେଖିବା ମୋ ସ୍ତ୍ରୀକି ଦିନେ ମୁଁ ପଚାରିବି, ମୋ ସ୍ତ୍ରୀକି ମୁଁ ଅର୍ଡର କରିବି। ସେ ଯାଉଛନ୍ତି, ଗଲାବେଳକୁ ତାଙ୍କ ସ୍ତ୍ରୀ କଣ କରୁଛନ୍ତି ନା, କୂଅରୁ ମାଠିଏ ପାଣି କାଖେଇକି ଆସୁଛନ୍ତି। ନନାଙ୍କ ମୁଣ୍ଡକୁ ଜୁଟିଲା, ନନା ଗଲେ ସେ ପାଣିଟାକୁ ଇଏଟାକୁ ଯୋଉ ମାଠିଆଟାକୁ ଫୋପାଡ଼ିଲୁ ତଳକୁ। ସେ ଗଲା, ମୁଣ୍ଡ ଖରାପ, ଏତେ ବାଟରୁ ବୋହି ବୋହିକା କୂଅରୁ ପାଣି ବୋହି ବୋହିକା ଏଠିକି ଆଣିଛୁ, କହୁଛ ମାନେ ଫୋପାଡ଼ି ଦେବା ପାଇଁକା। ଏଇଟା ହଉଛି ଗୋଟେ ଡିଫରେନ୍ସ ଏଇଟା। ତେଣୁ ଏଇ ଯୋଉ ସାଂସାରିକ ଜୀବନ ଭିତରେ ସ୍ୱାମୀ ସ୍ତ୍ରୀଙ୍କର ମାଧୁର୍ଯ୍ୟ ମଣ୍ଡିତ, ତାଙ୍କ ଭିତରେ ଯୋଉ ଶୃଙ୍ଖଳିତ ଦାମ୍ପତ୍ୟ ଜୀବନଟା, ତାରି ଭିତରେ ଦେଇକିରି ମଣିଷ ଭିତରେ କଣ ନା ଈଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ। ଆଉ ଏଇ ଯୋଉ ସ୍ୱାମୀ ସ୍ତ୍ରୀର ଦାମ୍ପତ୍ୟ ଜୀବନ, ତା ଭିତରେ ଦେଇକିରି ଏଇଭଳି ଗୋଟେ ସନ୍ତାନକୁ ସେ ଜନ୍ମ ଦେଇଛନ୍ତି। ଏବଂ ଏଇ ଯୋଉ ଶ୍ରାଦ୍ଧ, ଏ ଶ୍ରାଦ୍ଧଟା ସେତେବେଳେ ହିଁ ସାର୍ଥକ ହେଇ ଉଠିବ ଯେତେବେଳେ ଏଇ ପିଲାମାନେ ବାପା କଣ ଶ୍ରଦ୍ଧା କରୁଛନ୍ତି, ବାପା କଣ ଭଲ ପାଉଛନ୍ତି, ତାକୁ ସମ୍ମାନ ଦେଇକି ଚାଲିବା। ଅର୍ଥାତ୍
बाबा ठाकुरंकर दीक्षा नहीं चलबार बल न धाई पलि जाऊे माँ नहीं जाऊे सत्संग को पिला माने केते दूर ठाकुर अनुकूल चंद्र को घरे रखिछन्ति साइतिक रखिछन्ति एई होची बापांग प्रति सम्मान एई होची तांको प्रति श्रद्धा एई होची सातर सात कथा किंतु यदि एईटा न थाए तारे नना को डाकिबा दिखले चाउल पकई देकरी नना ताली बाड़ेले ये श्राद्ध किंतु प्रकृत श्राद्ध नुहे ठाकुर अनुकूल चंद्र से कहले पितृपुष्टिर पूरण प्रवण रहिले अतुट एई धाराटी शाक्त हुआ बा वैष्णव हुआ हिंदू मुसलमान सभी एकांटी एणु पितृपुष्टिर जो धारा रही आज ये माँ मैंने आसछन्ति गोटे घर को बोहू होइकी आसछन्ति आसला को देखिले कौन ना तांको सासू बाट ओषा करुची तांको सासू गुरुवार करुची तांको सासू बड़ ओषा करुची ये बहुटी कौन ना ताकू भी मध्य करके चलिले कहीं सासू को सम्मान देकरी तांकर वंश परंपरा को सम्मान देकरी ताजर कौन अच्छी कौन नहीं से जानती किंतु सही परंपरा टाकू से सम्मान देकी तार रक्षा करके चलिले ठीक से भाई भाव में यही जो पितृपुष्टि रही बापा माँ जोटा को श्रद्धा करती भल पाती ताकू केते दूर पुओ बहु माने जीवन रे ताकू पालन करके चलिबे ताई होची तांको प्रति आम मानकर वास्तव श्रद्धा सम्मान जहा हो समत हो जाइछि एई अवसर रे से जे इंद्रमणि भाई ठाकुर को अति सुंदर भाव में जीवन में ग्रहण कर चली माँ जो पति प्रेरणा तांको भितर जो थिला ता जेभली भाव में से पिलामानक भितर प्रतिफलित हो यह ठाकुर निकट में प्रार्थना करुछि। जय गुरु।